ହେଇଛନ୍ତି କଣ କହିବେ ଦୀର୍ଘ 25 ବର୍ଷ ସରକାର ପୁରା ଆଜି ଆପଣ ବିଜୟ ଲାଭ କରିଛନ୍ତି ଅଞ୍ଚଳରେ କଣ କହିବେ? ଦେଖନ୍ତୁ ଦୀର୍ଘ 25 ବର୍ଷର ବିଜୟ ସରକାରକୁ ଆଜି ଆମେ ଗାଦିଚ୍ୟୁତ କଲୁ ଏବଂ ଭାରତୀୟ ଜନତା ପାର୍ଟିର ଯେଉଁ ଉତ୍ସାହୀ କାର୍ଯ୍ୟକର୍ତ୍ତା ଜନସାଧାରଣ ଏବଂ ସମସ୍ତଙ୍କ ଶୁଭେଚ୍ଛା ବନ୍ଧୁମାନଙ୍କର ଆଶୀର୍ବାଦ ସମସ୍ତଙ୍କର ଶୁଭେଚ୍ଛା ସମସ୍ତଙ୍କର ଭଲ ପାଇବାକୁ ଆଜି ଆମେ ପାଥେଇ କରି ଆଜି ସାଧାରଣ ନିର୍ବାଚନ 2024ରେ ଆମେ ଅଦ୍ଭୁତ ବିଜୟ ହାସଲ କରୁଛୁ। ଯଦି କହିବା ପାଟନା ନିର୍ବାଚନରେ ଲଗାତାର ବିଜେଡି ଜିତି ଆସୁଥିଲା ଏବଂ ଚଳିତ ଥର ଯୋଉ ବିଧାୟକ ଥିଲେ ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ ତାଙ୍କ ସହିତ କଟା ଫାଇଟ୍ ହେଇଛି 37,979 ଖଣ୍ଡ ଭୋଟରେ ଆପଣ ବ୍ୟବଧାନରେ ଜିତିଛନ୍ତି। କେତେ ଉତ୍ସାହିତ ଅଛନ୍ତି କଣ କହିବେ? ସମସ୍ତେ ଉତ୍ସାହିତ ଅଛନ୍ତି, ଜନସାଧାରଣ ଉତ୍ସାହିତ ଅଛନ୍ତି, କାର୍ଯ୍ୟକର୍ତ୍ତା ଉତ୍ସାହିତ ଅଛନ୍ତି, ସମସ୍ତେ ଉତ୍ସାହିତ ଅଛନ୍ତି। ଯେଉଁ ବିଜେଡି ସରକାର 25 ବର୍ଷ ଯେଉଁ ଭ୍ରଷ୍ଟାଚାର ସରକାର ଥିଲା, ଦୁର୍ନୀତିମୁକ୍ତ ସରକାର ଥିଲା, ଦୁର୍ନୀତିଖୋର ସରକାର ଥିଲା, ତାକୁ ପ୍ରତିହତ କରିବା ପାଇଁ ଆମ ସଂଗ୍ରାମ ଜାରି ରହିଥିଲା। ପ୍ରଥମ ଦିନରୁ ସେ ସଂଗ୍ରାମ ଫଳବତୀ ହେଇଛି। ଆଜି ଆମେ ସକ୍ସେସ୍ ହେଇଛୁ ଏବଂ ଭାରତୀୟ ଜନତା ପାର୍ଟି ଯଶସ୍ୱୀ କାର୍ଯ୍ୟକର୍ତ୍ତା ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଆମ ଉପରେ ଅଛି। ତାଙ୍କର ପାଇଁ ଆମେ ଆଜି ବିଜୟ ଲାଭ କଲୁ। ଦେଖାଯାଉଛି ପାଟନା ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ଅଛି। ବ୍ଲକ ଗ୍ରାମାଞ୍ଚଳଠୁ ଆରମ୍ଭ କରି ବ୍ଲକରେ ଅନେକ ଦୁର୍ନୀତି ଅଭିଯୋଗ ହେଉଛି। ୟା ଉପରେ କଣ ଆପଣ ପଦକ୍ଷେପ ନେବେ ଆଗାମୀ ଦିନରେ? ପାଟନା ନିର୍ବାଚନ ମଣ୍ଡଳୀରେ ବହୁବିଧ ସମସ୍ୟା ରହିଛି। ମୁଁ ତ ଆଗରୁ କହିଛି ବିଶେଷ ସମସ୍ୟା ହେଲା ଆମ ପାଣି ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମସ୍ୟା, ଶିକ୍ଷା ସମସ୍ୟା। ଏଥିର କେମିତି ପ୍ରତିହତ କରାଯାଇପାରିବ, ସମସ୍ତ ଜନସାଧାରଣ କେମିତି ପାଣି ଟିକେ ଟୋପାଏ ପାଇଁ ଯେଉଁ ଡର ବି କରୁଛନ୍ତି ତାକୁ ସେଟା ପ୍ରତିକାର କରାଯାଇପାରିବ ଏବଂ ଦୁର୍ନୀତି କେମିତି ହଟିବ ବ୍ଲକ ପ୍ରଶାସନରୁ ସର୍ବୋପରି ଜନସାଧାରଣଙ୍କ ସେବା ଆମେ ଠିକ୍ ଭାବରେ ଯୋଗାଇ ଦେବୁ ସେ ପ୍ରୟାସ ପାଟନା ନିର୍ବାଚନ ମଣ୍ଡଳୀ ସମସ୍ତ ଭାଇ ଭଉଣୀ ଶୁଭେଚ୍ଛୁ ଭାରତୀୟ ଜନତା କାର୍ଯ୍ୟକର୍ତ୍ତା ସମସ୍ତଙ୍କୁ ଶ୍ରେୟ ଦେବି। ବିଶେଷ କରି ଆମ କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱ ମୋତେ ଯେଉଁ ଭରସା କରି ମୋତେ ସିଲେକ୍ସନ ଟିକେଟ୍ ଦେଲେ ତାଙ୍କୁ ମଧ୍ୟ ଧନ୍ୟବାଦ। ପ୍ରାଥମିକ ଜନସାଧାରଣଙ୍କ ସେବା ଯେଉଁ ପ୍ରକାର ସେମାନେ ଜିଲ୍ଲା ପ୍ରଶାସନ ବ୍ଲକ ଶାସନ ଯେଉଁ ପ୍ରକାର ହିଂସା ହେଉଛନ୍ତି ସାଧାରଣ ଲୋକ ସେ ନ୍ୟାୟ ପାଇପାରୁନାହିଁ। କେମିତି ନ୍ୟାୟ ପାଇବେ ସେ ଚେଷ୍ଟା କରିବେ।